ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ। ଓଡ଼ିଶାରେ ଏଇ ଗଣପର୍ବ ରଜ ପାଇଁ ପୁରଠୁ ପଲ୍ଲୀ ପର୍ଯ୍ୟନ୍ତ ସବୁ ଜାଗାରେ ଉତ୍ସବ ମୁଖର। ଘରର ଝିଅ ବୋହୂମାନେ ବିଭିନ୍ନ ପ୍ରକାର ପୋଡ଼ପିଠା କରିବା ସହିତ ରଜ ଦୋଳିର ମଜା ନେଉଛନ୍ତି। ତେବେ ଆମେ ଆଜି ଆସି ପହଞ୍ଚିଛୁ ବସ୍ତା ବ୍ଲକ ତାରଦା ପଞ୍ଚାୟତର ଶାସନ ଗ୍ରାମରେ ବର୍ତ୍ତମାନ ଦେଖିପାରୁଥିବେ ଚିତ୍ର ଦେଖିପାରୁଥିବେ କେମିତି ବିବାହିତ ମହିଳା ମାନେ ଦୋଳି ଖେଳୁଛନ୍ତି ଏବଂ ରଜର ମଜା ନେଉଛନ୍ତି। ରଜ ପାନ ମଧ୍ୟ ଖାଉଛନ୍ତି। ଆପଣ ସିଧାସଳଖ ଚିତ୍ର ଦେଖିପାରିବେ ରଜ ପାନ ଖାଉଛନ୍ତି। ତାଙ୍କ ସହିତ ପଚାରିକି ବୁଝିବା ଏଇ ଗଣପର୍ବ ଯେ ପାଳନ କରିବା କେତେ ଖୁସି ଅଛନ୍ତି। ଯେହେତୁ ଆମେ ଜାଣିଛୁ ସହର ବଜାର ମାନଙ୍କରେ ଖୁବ ଧୁମଧାମରେ ପାଳନ କରାଯାଏ, କିନ୍ତୁ ଗାଁ ଗହଳିରେ ସେସବୁ ଆସ୍ତେ ଆସ୍ତେ ହଜି ହୋଇ ଯାଉଥିଲା ବେଳେ ସେମାନେ ପୁଣି ଥରେ ତାକୁ ଉଜ୍ଜୀବିତ କରିବା ପାଇଁ ଚେଷ୍ଟା କରୁଛନ୍ତି। ଆଜ୍ଞା, ଆପଣ ରଜ ପାଇଁ କେତେ ଖୁସି ଅଛନ୍ତି? बहुत खुशी, बहुत बहुत खुशी। କଣ କଣ ସବୁ କାର୍ଯ୍ୟକ୍ରମ କରୁଛନ୍ତି ଆପଣ? बहुत रकम तो खेल सब होउची ना, प्राय 18 रकम खेल होउची। କଣ କଣ ସବୁ ହଉଛି? हां, पुची खेलटू रंगुली हमर मेहंदी फंक्शन हेतरा, ताश खेल चालीची, क्रिकेट शंख बजाईची, क्रिकेट खेल होउची, म्यूजिक चेयर, कदली खिया, बिस्कुट खिया, काचो ग्लास जो काचो बोतल ताकू गुटे खेल हेतला, आ गुलेई खेल गुटे हेतला। ଏଇ ସବୁ ଯୋଉ ପିଲାମାନେ ଖେଳୁଛନ୍ତି ଆପଣ ମାନେ ମଧ୍ୟ ତାର ମଜା ନଉଛନ୍ତି, ଆପଣ କେତେ ଖୁସି ଅନୁଭବ କରୁଛନ୍ତି? ଆମେ ବି ତାଙ୍କ ଭାଗ ନଉ, ଭାଗ ନେଇ ଖେଳୁଛୁ। ଆପଣ କୋଉ କୋଉ ଖେଳ କରୁଛନ୍ତି? ଆମର ନେଇଥିଲେ ମ୍ୟୁଜିକ ଚେୟାର ନେଇଥିଲେ, ଆଉ ଗୁଲେଇ ଯେ ରଙ୍ଗ ସେଟା ସେନେ ଗୋଟେ ନେଇଥିଲେ। ଆଜ୍ଞା, ଆପଣ ସବୁ ସମୟରେ ବାହାର ମାନେ ସହର ବଜାର ଖେଳୁଛନ୍ତି, ଆଜି ଗାଁରେ ଖେଳୁଛନ୍ତି, କେମିତି ଖୁସି ଲାଗୁଛି? ସହର ଖେଳିବା ଆଉ ଗାଁରେ ଖେଳିବା ତଫାତ ଅଛି। ଗାଁରେ ଖେଳିବାଟା ସବୁଠୁ ମଜା, କାହିଁକି ନା ଗାଁର ପିଲାମାନେ ଏସବୁ ରଜ ପାଳିବା ପାଇଁ ବହୁତ ଖୁସି ପାଆନ୍ତି। ଗାଁର ଯେଉଁ ପରମ୍ପରା ଆମର ହେଉଛି ରଜ ସଂକ୍ରାନ୍ତି। ରଜଟା ହେଉଛି ଆମର ମାଟି ମାଙ୍କ ପାଇଁ ଆମେ କରୁଛୁ। ଆମର ଯେଉଁ ବସୁମତୀ ମା ଅଛନ୍ତି, ଆମର ବସୁମାତା ମା, ତାଙ୍କରି ପାଇଁ ଆମେ ଏଇଟା ରଜ ପାଳନ କରୁ। ପ୍ରତ୍ୟେକ ବର୍ଷ ତ ଏଇଟା ହୁଏ। ଆମର ଜ୍ୟେଷ୍ଠ ମାସନ୍ତ ଦିନ, ଜ୍ୟେଷ୍ଠ ମାସ ମାସନ୍ତ ଦିନ ଆମର ଯେଉଁଟା କୁହନ୍ତି ପହିଲି ରଜ, ଆଉ ଆଷାଢ଼ ମାସ ସଂକ୍ରାନ୍ତି ଦିନ ଆମର ରଜ ସଂକ୍ରାନ୍ତି ପଡ଼େ। ଏବଂ ସେଦିନ ଗାଁ ଗହଳିରେ ଆମର ବହୁତ ପ୍ରକାର ପିଠାପଣା କରନ୍ତି। ଝିଅମାନେ ବହୁତ ପ୍ରକାର ମାନେ ତାଙ୍କର ସଜବାଜ ଯେ ହୁଅନ୍ତି, ସବୁ ମେହେନ୍ଦୀ ପାଖରୁ ଆରମ୍ଭ କରିକି ଲିପଷ୍ଟିକ୍ ଲଗେଇବା, ତାଙ୍କର ମୁହଁର ତାଙ୍କର ସବୁ ଅଳତା ଲଗେଇବା ପାଖରୁ ଆରମ୍ଭ କରି ଯେତେ ସବୁ କରନ୍ତି, ସେସବୁ ପରମ୍ପରା ଅଛି ଗାଁରେ। ତେଣୁ ଗାଁର ଝିଅମାନେ ତା ସହିତ ବୋହୂମାନେ ବି ତ ଆସିଛନ୍ତି, ସେମାନେ ବି ତ ଝିଅ ଥିଲେ ଏବେ ବୋହୂ ହେଇଛନ୍ତି, ସେମାନେ ବି ସବୁ ସଜବାଜ ହୁଅନ୍ତି, ପିଠାପଣା କରି ସବୁ ଖାଆନ୍ତି। ଏବଂ ବହୁତ ପ୍ରକାର ଆମର ଖେଳ ଏଠି ରଖିଛୁ। ନିଶ୍ଚିତ ଭାବରେ ବହୁତ ପ୍ରକାର ଖେଳ ଖେଳୁଛନ୍ତି, ପିଠାପଣା ମଧ୍ୟ କରିଛନ୍ତି। ତେବେ ପଚାରିକି ବୁଝିବା ସାର୍, ଦେଖନ୍ତୁ ଗାଁ ଗହଳି ଏସବୁ ଆସ୍ତେ ଆସ୍ତେ ହଜି ହୋଇ ଯାଉଛି। ବର୍ତ୍ତମାନ ଯୋଉ ସାଧାରଣତଃ ଖେଳ ଛାଡ଼ିକି ବର୍ତ୍ତମାନ ମୋବାଇଲ ଗେମ୍ ଅନୁସାରେ ଯୁବପିଢ଼ି ମାନେ ବେଶୀ ଆଗ୍ରହ ଦେଖାଉଛନ୍ତି। ତେବେ ଆଜିର ଏଇ ଖେଳ ଆଉ ଯୁବପିଢ଼ି ମାନଙ୍କ ମଧ୍ୟରେ ଯୋଉ ପରିବର୍ତ୍ତନଟା କେମିତି ଦେଖୁଛନ୍ତି ଆପଣ? ଆଜି ଏକ ନିଆରା ପରିବର୍ତ୍ତନ ଆଜି ଆମେ ଆମ ଗାଁରେ ଆମେ ଦେଖିବାକୁ ପାଉଛୁ ଯେ ଆଜି ଯେଉଁ ରଜ ସଂକ୍ରାନ୍ତି ଏକ ଗଣପର୍ବ, ଯେଉଁ ପର୍ବରେ ଆଜି ଆବାଳ ବୃଦ୍ଧ ବନିତା, ଛୋଟ ପିଲା ପାଖରୁ ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ, ସଧବା ନାରୀ ପାଖରୁ ଛୋଟ ଝିଅ ପର୍ଯ୍ୟନ୍ତ ସମସ୍ତେ ସଜେଇ ହେଇଛନ୍ତି ନୂଆ ରୂପରେ, ନୂଆ ରଙ୍ଗରେ। ସମସ୍ତ ପିଲା ଏଇଟା ହେଉଛି ଯେହେତୁ ମାଟି ମା ଆଜି ରଜସ୍ୱଳା ହେଇଛି, ଏଇ ଯେଉଁ ପହିଲି ଆଷାଢ଼ର ଟୋପା ଟୋପା ବର୍ଷା ପାଣିରେ, ତେଣୁ ଆଜି ଝିଅମାନଙ୍କୁ ସେମିତି ରଙ୍ଗରେ ସଜେଇ ଦିଆଯାଇଛି। ସେମାନେ ଖେଳନ୍ତି, ଘର ଘର ବୁଲି ସେମାନେ ସଜେଇ ହେଇଛନ୍ତି, ଘର ଘର ବୁଲି ସେମାନେ ପିଠା ଖାଉଛନ୍ତି। ଆଜିର ରଜ ପର୍ବ ହେଉଛି ଏକ ପୋଡ଼ ପିଠାର ପର୍ବ। ନିଶ୍ଚିତ ଭାବରେ କହିବା କଥା ହଉଛି ଯେମିତି ଆଷାଢ଼ର ଟୋପା ଟୋପା ପାଣିରେ ଯେଉଁ ଧରିତ୍ରୀ ଯେମିତି ପରିବର୍ତ୍ତନ ହେଇଥାଏ, କିନ୍ତୁ ଆଜିର ସେ ରଜ ପର୍ବରେ ଗାଁ ଗହଳି ଯେଉଁ ରହିଛନ୍ତି ଝିଅ ପିଲାମାନେ ରହିଛନ୍ତି, ବୋହୂମାନେ ରହିଛନ୍ତି, ସେମାନେ ସଜ ହେବା ପାଇଁ ତାଙ୍କ ମଧ୍ୟରେ ସେଭଳି ପରିବର୍ତ୍ତନ ଆସିଛି। ତେବେ ଏଇଭଳି ଯଦି ସବୁଦିନ ହୁଅନ୍ତା ସେମାନେ ଆହୁରି ଖୁସି ଅନୁଭବ କରନ୍ତି। ସବୁଠୁ ବଡ଼ କଥା ହଉଛି ବର୍ତ୍ତମାନ ଯୁବପିଢ଼ି ମାନେ ମୋବାଇଲ ଗେମ୍ରେ ବ୍ୟସ୍ତ ରହୁଥିବା ବେଳେ ଏସବୁ ଖେଳ ଆସ୍ତେ ଆସ୍ତେ ଦୂରେଇ ଯାଉଛି। ତେଣୁ ତାକୁ କିଭଳି ଭାବରେ ଉଜ୍ଜୀବିତ କରାଯାଇପାରେ, ପୁନର୍ବାର ସେଇ ଯେଉଁ ପୂର୍ବରୁ ଯେଉଁ ଖେଳ ହେଉଥିଲା, ବିଭିନ୍ନ ପ୍ରକାର ପୁଚି ଖେଳ କଥା କୁହନ୍ତୁ, ଗାଁ ଗହଳି ଛୋଟ ମୋଟ ଖେଳ ହେଉଥିଲା, ତାକୁ କିଭଳି ଭାବେ ତାକୁ ପୁଣି ପରିବର୍ତ୍ତନ କରାଯାଇପାରିବ ସେ ନେଇକି ମଧ୍ୟ ସେମାନେ ଆଶା ଭରସା ରଖିଛନ୍ତି। ପରବର୍ତ୍ତୀ ମୁହୂର୍ତ୍ତରେ ମଧ୍ୟ ଏ ପୂର୍ବକୁ ମଧ୍ୟ ଏ ଖେଳ ପରିବର୍ତ୍ତନ ହେଇପାରିବ। ବାଲେଶ୍ୱର ଜିଲ୍ଲା ବସ୍ତାରୁ ରଞ୍ଜନ କୁମାର ବେହେରା, କନକ ନ୍ୟୁଜ।